ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ 4 ପର୍ବର 4 ପଦରୁ ଆରମ୍ଭ କରି 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଗାଲାତୀୟ 4 ପର୍ବର 4 ପଦରେ ଏହିପରି ଲେଖା ଅଛି, କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ସେ ସ୍ତ୍ରୀ ଜାତ ହୋଇ ବ୍ୟବସ୍ଥାଧୀନ ହେଲେ। ଦେଖନ୍ତୁ, ଈଶ୍ୱରଙ୍କ ନିରୂପିତ ସମୟରେ ଈଶ୍ୱର ଆପଣାର ପୁତ୍ରଙ୍କୁ ପଠାଇଲେ, ଯେ କି ସ୍ତ୍ରୀ ଜାତ ହୋଇ ବ୍ୟବସ୍ଥାଧୀନ ହେଲେ। ସେ କିଏ? ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ମରିୟମ ଜଣେ ଯିହୁଦୀ ସ୍ତ୍ରୀ ଥିଲେ ଓ ତାହାଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। ତେଣୁକରି ସେ ସେହି ବ୍ୟବସ୍ଥାର ଅଧୀନ ହେଲେ। ଏପରିକି ଯୋହନ ଲିଖିତ ସୁସମାଚାରର 4 ପର୍ବର 9 ପଦରେ ସେହି ସମୀରଣିଆ ସ୍ତ୍ରୀ ଯୀଶୁଙ୍କୁ ଯିହୁଦୀ ବୋଲି ସମ୍ବୋଧନ କଲା, କାରଣ ସେ ଭାବିଥିଲା ଯେ ପ୍ରଭୁ ଯୀଶୁ ଜଣେ ଯିହୁଦୀ ଓ ପ୍ରଭୁ ଯୀଶୁ ମଧ୍ୟ ତାହାକୁ ସଂଶୋଧିତ କଲେ ନାହିଁ। ତେଣୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୁଏ ଯେ ସେ ଠିକ୍ କହିଥିଲା। ମୁଁ ବିଶ୍ୱାସ କରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶାରୀରିକ ଭାବେ ଜଣେ ଯିହୁଦୀ ଥିଲେ। ତାହାଙ୍କର ପ୍ରକୃତ ମାନବତ୍ୱ ଥିଲା ଓ ତାହାଙ୍କର ମଧ୍ୟ ଈଶ୍ୱରତ୍ୱ ଥିଲା। ସେ ମଧ୍ୟ ଈଶ୍ୱର ଥିଲେ, ଯେ କି ମାନବ ଦେହ ଧାରଣ କଲେ, ଯାହାକି ଈଶ୍ୱରଙ୍କ ବାକ୍ୟ ମଧ୍ୟ ପ୍ରକାଶ କରେ। ସେ ଜଣେ ମନୁଷ୍ୟ ପରି ମନୁଷ୍ୟ ଥିଲେ ଓ ଜଣେ ଈଶ୍ୱର ପରି ଈଶ୍ୱର ଥିଲେ। ସେ ଆମମାନଙ୍କ ପରି ଜଣେ ସୁଖ ଦୁଃଖ ଭୋଗୀ ମଣିଷ ହୋଇ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ବ୍ୟବସ୍ଥାକୁ ସଫଳ କଲେ। ତାହିଁ ଥିଲା ତାହାଙ୍କୁ ଏହି ଜଗତ ମଧ୍ୟକୁ ପ୍ରେରଣ କରିବାରେ ଈଶ୍ୱରଙ୍କର ମହତ ଅଭିମତ। ଦେଖନ୍ତୁ, ବର୍ତ୍ତମାନ ପାଉଲ ତାହା ହିଁ ପରବର୍ତ୍ତୀ ଅଂଶରେ ପ୍ରକାଶ କରିବା ପାଇଁ ଯାଉଅଛନ୍ତି। 4 ପର୍ବର 5 ପଦରେ ଏହିପରି ଲେଖା ଅଛି, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ଏହା ହିଁ ଥିଲା ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କରିବାରେ ଈଶ୍ୱରଙ୍କର ମହତ ଅଭିମତ। ଯେପରି ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ବ୍ୟବସ୍ଥାକୁ ସଫଳ କରି ଆମମାନଙ୍କର ପାପର ନିମନ୍ତେ ସେହି କ୍ରୁଶରେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରିବା ଦ୍ୱାରା ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରି ସେହି ବ୍ୟବସ୍ଥାର ଅଧୀନରୁ ମୁକ୍ତ କରନ୍ତି ଓ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାନ୍ତି। ସରଳ ଭାବେ ବୁଝିବାକୁ ଗଲେ ଈଶ୍ୱରଙ୍କର 2ଟି ମହାନ ଉଦ୍ଦେଶ୍ୟ ରହିଥିଲା। ପ୍ରଥମତଃ, ଯେଉଁମାନେ ବ୍ୟବସ୍ଥାର ଅଧୀନରେ ଅଛନ୍ତି ସେମାନଙ୍କୁ ତହିଁରୁ ମୁକ୍ତ କରିବା। ଦ୍ୱିତୀୟରେ, ସେମାନେ ଯେପରି ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ପରିବାର ମଧ୍ୟରେ ପ୍ରାପ୍ତ ବୟସ୍କ ପୁତ୍ର ରୂପେ ଗୃହୀତ ହୁଏ। ଏହା ଆତ୍ମିକ ଜୀବନର ପରିପକ୍ୱତାକୁ ବୁଝାଏ, ଯେହେତୁ ସେ ସେହି ସ୍ୱର୍ଗୀୟ ତଥା ଆତ୍ମିକ ବିଷୟର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ। ସେ ସେହି ଆତ୍ମିକ ଜୀବନର ପରିପକ୍ୱତାର ସମୟ ମଧ୍ୟରେ ପଦାର୍ପଣ କରେ। ସେଥିପାଇଁ ପ୍ରଥମ କରିନ୍ଥୀୟ 2 ପର୍ବର 9 ଓ 10 ପଦରେ ପ୍ରେରିତ ପାଉଲ ଏହିପରି ପ୍ରକାଶ କରନ୍ତି, କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖିନାହିଁ, କର୍ଣ୍ଣ ଯାହା ଶୁଣିନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ଈଶ୍ୱରଙ୍କର ଗଭୀର ବିଷୟ ସବୁକୁ ଅନୁସନ୍ଧାନ କରନ୍ତି। ଏହାକୁ ସରଳ ଭାବେ ବୁଝିବାକୁ ଗଲେ ଏହାର ଅର୍ଥ ହେଉଛି ଈଶ୍ୱରଙ୍କ ବାକ୍ୟର ସତ୍ୟତା କେବଳ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ବୁଝାଯାଇପାରେ ଓ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ତାହା ବୁଝାଇ ଦେଇନାହାନ୍ତି, ମନୁଷ୍ୟ ତାହାର ନିଜ ଜ୍ଞାନରେ କେବେ ହେଲେ ବୁଝିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ପବିତ୍ର ଆତ୍ମା କେବଳ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟର ସତ୍ୟତା ବୁଝାଇ ଦିଅନ୍ତି। ତାହା ହିଁ ବର୍ତ୍ତମାନ କେତେକ ଲୋକଙ୍କ ଜୀବନରେ ଭିନ୍ନତା ସୃଷ୍ଟି କରେ। ଜଣେ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଧିକ କିଛି ଜାଣିପାରେ, ସେ ତହିଁର
ଇତିହାସ ଜାଣିପାରେ, ସେ ଅନେକ ଐତିହାସିକ ଘଟଣାବଳୀ ଜାଣିପାରେ। ମାତ୍ର ସେ ତହିଁର ବାସ୍ତବ ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ସେହି ବାକ୍ୟର ସତ୍ୟତାକୁ ତାହା ନିକଟରେ ପ୍ରକାଶ କରି ନାହାନ୍ତି। ଆଜି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରନ୍ତି, ମାତ୍ର ତହିଁର ବାସ୍ତବ ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରନ୍ତି ନାହିଁ। କାହିଁକି ସେପରି ଘଟେ? ଯେହେତୁ ପବିତ୍ର ଆତ୍ମା ହେଉଛନ୍ତି ପ୍ରକୃତ ଶିକ୍ଷକ, ଯିଏକି ଆମମାନଙ୍କୁ ତହିଁର ସତ୍ୟତା ବୁଝିବା ନିମନ୍ତେ ଜ୍ଞାନ ପ୍ରଦାନ କରନ୍ତି। ସେଥିପାଇଁ ଯିଶାୟ ପୁସ୍ତକ 64 ପର୍ବର 4 ପଦରେ ଲେଖା ଅଛି, କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳାବଧି ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇନାହିଁ, କିମ୍ବା ଚକ୍ଷୁ ଦେଖିନାହିଁ। ପ୍ରିୟ ବନ୍ଧୁ, ଯଦି ଆପଣ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବାକୁ ଚାହାନ୍ତି, ତାହେଲେ କେବଳ ଈଶ୍ୱରଙ୍କ ଆତ୍ମା ହିଁ ତାହାଙ୍କୁ ଆପଣଙ୍କ ନିକଟରେ ପ୍ରକାଶ କରାଇବେ। ଏପରିକି ଜଣେ ଆତ୍ମିକ ଜୀବନରେ ପରିପକ୍ୱ ବ୍ୟକ୍ତି, ଯିଏକି ଅନେକ ବର୍ଷ ଧରି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ଆସୁଅଛି, ସେ ମଧ୍ୟ ଆତ୍ମିକ ଜୀବନରେ ଶିଶୁ ପରି ରହିଥିବା ବ୍ୟକ୍ତି ଯେପରି ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ବୁଝିବା ନେଇ ଜଟିଳତା ବୋଧ କରେ, ସେ ସେହିପରି ବୋଧ କରେ। ଯେହେତୁ ଈଶ୍ୱରଙ୍କ ଆତ୍ମା ସେହି ଉଭୟଙ୍କୁ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ବୁଝାଇ ଦେବାକୁ ଅଛି, ଆଉ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ତାହା ଆମମାନଙ୍କୁ ବୁଝାଇ ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆମମାନେ କେବେ ହେଲେ ତାହା ସାଧନ କରିପାରିବା ନାହିଁ, ବା ଈଶ୍ୱରଙ୍କର ବାକ୍ୟର ଗଭୀର ମର୍ମକୁ ବୁଝିପାରିବା ନାହିଁ, ବା ତାହାର ସତ୍ୟତାକୁ ଆମମାନେ ହୃଦୟଙ୍ଗମ କରିପାରିବା ନାହିଁ। ଏଠାରେ ମୁଁ ଜଣେ ବନ୍ଧୁଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ। ଯେତେବେଳେ ସେ ପ୍ରଥମ କରି ପ୍ରଚାର କାର୍ଯ୍ୟ ନିମନ୍ତେ ତାଲିମ ନେବା ପାଇଁ ଆରମ୍ଭ କଲେ, ସେତେବେଳେ ସେ ତାହାଙ୍କର ଶ୍ରେଣୀରେ ସବୁଠାରୁ ସାନ ଥିଲେ। ଆଉ ଯେତେବେଳେ ତାହାଙ୍କର ବାପା ମରିଗଲେ, ସେତେବେଳେ କାମ କରିବା ନିମନ୍ତେ ତାହାଙ୍କୁ 3 କିମ୍ବା 4 ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟରୁ ଅନୁପସ୍ଥିତ ରହିବାକୁ ପଡ଼ିଥିଲା। ସେହି ସମୟରେ ସେ ତାହାଙ୍କର ଶ୍ରେଣୀରେ ସର୍ବକନିଷ୍ଠ ଥିଲେ। ଯେତେବେଳେ ସେ ପ୍ରଚାର କାର୍ଯ୍ୟ ନିମନ୍ତେ ତାଲିମ ନେବାକୁ ଆରମ୍ଭ କଲେ, ସେତେବେଳେ ସେହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବର୍ଷଗୁଡ଼ିକୁ ସମାପ୍ତ କରିବା ନିମନ୍ତେ ସୁଯୋଗ ପାଇଥିଲେ। ଆଉ ଯେତେବେଳେ ସେ ବିଦ୍ୟାଳୟକୁ ଫେରିଗଲେ, ସେତେବେଳେ ସେ ତାହାଙ୍କର ଶ୍ରେଣୀରେ ସବୁଠାରୁ ପୁରାତନ ଛାତ୍ର ଥିଲେ। ଆଉ ଯେତେବେଳେ ସେ ପରମାର୍ଥ ବିଦ୍ୟାଳୟରେ ପ୍ରବେଶ କଲେ, ସେତେବେଳେ ସେ ଜାଣିବାକୁ ପାରିଲେ ଯେ ସେ ବାଇବେଲ ବିଷୟରେ କିଛି ଜାଣିନାହାନ୍ତି। କାରଣ ସେ ତାହାଙ୍କର ଘରେ କେବେ ହେଲେ ଏକ ବାଇବଲ ଦେଖିନଥିଲେ, କିମ୍ବା ସେ ତାହାଙ୍କର ଘରେ କେବେ ହେଲେ ପ୍ରାର୍ଥନା ଶୁଣିନଥିଲେ। ସେ ବାଇବଲର ପୁସ୍ତକଗୁଡ଼ିକୁ ମଧ୍ୟ ଜାଣିନଥିଲେ। ସେ ବାଇବଲ ବିଷୟରେ ପୁରାପୁରି ଅଜ୍ଞ ଥିଲେ। ଏପରିକି ତାହାଙ୍କ ପରି ଅଜ୍ଞ କେହି ନଥିଲେ। ବାଇବଲର ପୁସ୍ତକଗୁଡ଼ିକୁ ମୁଖସ୍ଥ କରିବା ନିମନ୍ତେ ତାହାଙ୍କୁ ଅନେକ ସମୟ ଅତିବାହିତ କରିବାକୁ ପଡ଼ିଥିଲା ଓ ଆହୁରି ଅନ୍ୟାନ୍ୟ ଅନେକ ମୌଳିକ ବିଷୟ ସବୁ ତାହାଙ୍କୁ ଜାଣିବାକୁ ଥିଲା, ଯାହାକି ସେ ଆରମ୍ଭରେ ଅଧ୍ୟୟନ କରିବା ସମୟରେ ଜାଣିପାରିନଥିଲେ। ଯାହାଫଳରେ ସେ ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଅତି ହୀନ ମନେ କରୁଥିଲେ। ଯେତେବେଳେ ଜଣେ ଯୁବକ ଭାବରେ ସେ ପ୍ରଚାର କଲେ ଓ ଶ୍ରୋତାମାନଙ୍କ ମଧ୍ୟରେ ଅନେକ ବୟସ୍କ ଲୋକମାନଙ୍କୁ ଦେଖିଲେ, ସେତେବେଳେ ସେ ନିଜକୁ ନିଜେ ଭାବୁଥିଲେ ଯେ ସେ ଯାହା ସବୁ କହିବାକୁ ଯାଉଅଛନ୍ତି, ସେହିସବୁ ସେମାନଙ୍କ ନିମନ୍ତେ ପିଲାମାନଙ୍କର ଶିକ୍ଷା ପରି ହେବ। କାରଣ ସେମାନେ ପ୍ରକୃତରେ ବାଇବଲ ଜାଣନ୍ତି। କିନ୍ତୁ ସେ ଯାହା ହେଉନା କାହିଁକି, ଯେତେବେଳେ ପ୍ରକୃତରେ ତାହାଙ୍କର ଆଖି ଖୋଲିଗଲା, ସେତେବେଳେ ସେ ଲକ୍ଷ୍ୟ କରିବାକୁ ପାରିଲେ ଯେ ତଥାପି ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟଙ୍କଠାରେ ଶିଶୁ ପରି ଅଛନ୍ତି। ସେମାନେ କେବେ ହେଲେ ବୟପ୍ରାପ୍ତ ହୋଇନାହାନ୍ତି। ସେମାନେ ଆତ୍ମିକ ଜୀବନରେ ସେହି ପରିପକ୍ୱତାର ସ୍ତରକୁ ଆସିନାହାନ୍ତି। ସେହି ସମୟରେ ଏକ ମହାନ ସତ୍ୟ ସେ ପ୍ରାପ୍ତ ହୋଇଥିଲେ, ଆଉ ତାହା ଥିଲା ଯେ ଈଶ୍ୱରଙ୍କ ଆତ୍ମା ଜଣେ ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସୀକୁ ଯେପରି ଶିକ୍ଷା ଦିଅନ୍ତି, ଜଣେ
ଯୁବା ବିଶ୍ୱାସୀ ହିସାବରେ ମଧ୍ୟ ତାହାଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେମାନେ ଉଭୟ ଏହା ବୁଝିପାରିବେ ଯଦି ଈଶ୍ୱରଙ୍କ ଆତ୍ମା ସେମାନଙ୍କର ଶିକ୍ଷକ ହୁଅନ୍ତି। ଏହା ଥିଲା ତାହାଙ୍କ ନିମନ୍ତେ ଏକ ନୂତନ ବିଷୟ, ଆଉ ଏହା ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ମହାନ ଉତ୍ସାହ ତଥା ଭରସାର ବିଷୟ। ପ୍ରିୟ ବନ୍ଧୁ, ଆମେ ପବିତ୍ର ବାଇବଲକୁ ମୁଖସ୍ଥ କରିଦେଲେ ମଧ୍ୟ ଆମମାନେ ପବିତ୍ର ଆତ୍ମାଙ୍କ ବିନା ସେ ବାକ୍ୟର ଗଭୀର ମର୍ମକୁ ଆଉ ତହିଁର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ସକ୍ଷମ ହୋଇପାରିବା ନାହିଁ। ଆଜି ଅନେକ ପବିତ୍ର ବାଇବଲକୁ ଅନେକ ଥର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ି ଅଧ୍ୟୟନ କରିସାରିଛନ୍ତି, କିନ୍ତୁ ସେମାନେ ପବିତ୍ର ବାଇବଲ ମଧ୍ୟରୁ ଅନେକ ନିଗୂଢ଼ ବିଷୟମାନ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି। ତାହାର ନିଗୂଢ଼ ମର୍ମକୁ ମଧ୍ୟ ବୁଝିପାରି ନାହାନ୍ତି। ସେମାନଙ୍କ ନିମନ୍ତେ ପବିତ୍ର ବାଇବଲ କେବଳ ଏକ ଇତିହାସ ଭଳି। କିନ୍ତୁ ପବିତ୍ର ବାଇବଲ କେବଳ ଇତିହାସ ନୁହେଁ, ଏହା ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ। ଏହା ଆତ୍ମିକ ଜୀବନ ପାଇଁ ଶିକ୍ଷା ଦିଏ। ଏହା ଈଶ୍ୱରଙ୍କର ଜୀବନ୍ତ ବାକ୍ୟ। ଏହା କୌଣସି କାହାଣୀ ନୁହେଁ, ଏହା କୌଣସି କାଳ୍ପନିକ ବିଷୟ ନୁହେଁ, ଏହା ସତ୍ୟ ଘଟଣା। ଆଉ ଏହି ସତ୍ୟ ଘଟଣା ମଧ୍ୟ ଦେଇ ଈଶ୍ୱର ତାହାଙ୍କର ମହତ୍ ଅଭିମତକୁ ଆଜି ଆମମାନଙ୍କ ନିକଟରେ ଉପସ୍ଥାପିତ କରିଅଛନ୍ତି। ଆଉ ଈଶ୍ୱରଙ୍କର ମହତ୍ ଅଭିମତକୁ ବୁଝିବାକୁ ହେଲେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ଚାଳନା ଆବଶ୍ୟକ। ଆଉ ଯେପର୍ଯ୍ୟନ୍ତ ଆମମାନେ ପବିତ୍ର ଆତ୍ମାଙ୍କର ଚାଳନା ପ୍ରାପ୍ତ ହୋଇନାହୁଁ, ପବିତ୍ର ଆତ୍ମାଙ୍କର ଶକ୍ତିରେ ପରିଚାଳିତ ହୋଇନାହୁଁ, ସେ ପର୍ଯ୍ୟନ୍ତ ଆମେ ପବିତ୍ର ବାଇବଲର ଗଭୀର ମର୍ମକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ଏହା ନିରାଟ ସତ୍ୟ। ତେଣୁ ଆସନ୍ତୁ ପବିତ୍ର ବାଇବଲକୁ ଅଧ୍ୟୟନ କରିବା ସମୟରେ ଆମମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁ ସେ ପବିତ୍ର ଆତ୍ମାଙ୍କର ସହାୟତା ମୋତେ ଦାନ କର, ଯେପରି ମୁଁ ତୁମ ବାକ୍ୟ ମଧ୍ୟରୁ ଗଭୀର ମର୍ମ ସବୁକୁ ବୁଝିପାରିବି, ତମର ସତ୍ୟାସତ୍ୟକୁ ମୁଁ ବୁଝିପାରିବି, ଜାଣିପାରିବି। ଆଉ ପବିତ୍ର ଆତ୍ମା ନିଶ୍ଚିତ ଭାବରେ ଆମମାନଙ୍କ ସହିତ ସେ ବାକ୍ୟ ମଧ୍ୟ ଦେଇ କଥା କହିବେ। ସେ ଆମମାନଙ୍କୁ ଶିକ୍ଷା ଦେବେ, ସେ ଆମମାନଙ୍କୁ ଆତ୍ମିକ ଜୀବନରେ ବଢ଼ାଇବେ। ମୋର ପ୍ରିୟ ବନ୍ଧୁ, ଆପଣ ଯଦି ନୂତନ ବିଶ୍ୱାସୀ ଅଟନ୍ତି, ତାହେଲେ ସେହି ପବିତ୍ର ଆତ୍ମା ଯିଏକି ମୋତେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ବୁଝାଇ ଦିଅନ୍ତି, ସେ ମଧ୍ୟ ଆପଣଙ୍କୁ ତହିଁର ସତ୍ୟତା ବୁଝାଇ ଦେବେ। ଆପଣ ଯଦି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇଅଛନ୍ତି, ତାହେଲେ ସେ ଆପଣଙ୍କୁ ସେହି ପ୍ରାପ୍ତ ବୟସ୍କ ପୁତ୍ରର ସ୍ଥାନକୁ ଆଣିଅଛନ୍ତି ଓ ଆପଣଙ୍କୁ ସେହି ସ୍ୱର୍ଗୀୟ ତଥା ଐଶ୍ୱରିକ ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ କରାଇଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଜାଣିବାକୁ ଚାହାନ୍ତି ଓ ପବିତ୍ର ଆତ୍ମାଙ୍କୁ ଆପଣଙ୍କର ଶିକ୍ଷକ ରୂପେ ଚାହାନ୍ତି, ତାହେଲେ ପବିତ୍ର ଆତ୍ମା ଆପଣଙ୍କୁ ସେହି ସତ୍ୟତାକୁ ଜାଣିବା ନିମନ୍ତେ ସାହାଯ୍ୟ କରିବେ ଓ ସେ ଆପଣଙ୍କୁ ସେହି ସତ୍ୟରେ କଢ଼ାଇ ନେବେ ଓ ଚାଳନା ଦେବେ। ଏହା ଆମମାନଙ୍କୁ ତୃତୀୟ ବିଷୟ ମଧ୍ୟକୁ କଢ଼ାଇ ଆଣେ, ଯାହାକି ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ତାହା ସାଧନ କରିପାରିଲା, ଯାହାକି ଈଶ୍ୱରଙ୍କ ସନ୍ତାନ ହେବାର ଅନୁଭୂତି। ଏହାପରେ 4 ପର୍ବର 6 ପଦରେ ଲେଖା ଅଛି, ଆଉ ତୁମେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାକୁ ଆମ୍ଭମାନଙ୍କ ହୃଦୟକୁ ପ୍ରେରଣ କଲେ। ସେହି ଆତ୍ମା ଆବା ପିତ ବୋଲି ଡାକନ୍ତି। ପାଉଲ କହନ୍ତି, ଆଉ ତୁମେମାନେ ପୁତ୍ର। ଏହା ଅତି ଦୃଢ଼ ଉକ୍ତି। ରୋମିଓ 8 ପର୍ବର 16 ପଦରେ ଲେଖା ଅଛି, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ପାଉଲ ଆହୁରି କହନ୍ତି, ଯାହାକି ସେହି ରୋମିଓ 8 ପର୍ବର 11-14 ପଦରେ ଲେଖା ଅଛି, ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ଅତଏବ ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ। କାରଣ ଯଦି ଶାରୀରିକ ଭାବାନୁସାରେ ତୁମେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ। କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ଜୀବିତ ହେବ। ତେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ।
ପ୍ରିୟ ବନ୍ଧୁ, ଯଦି ଆପଣ ଈଶ୍ୱରଙ୍କର ସନ୍ତାନ, ତାହେଲେ ଆପଣ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବାକୁ ଚାହିଁବେ। ଆପଣଙ୍କର ଶାରୀରିକ ପ୍ରବୃତ୍ତି ଆପଣଙ୍କ ଜୀବନରେ ଜୟୀ ହୋଇପାରେ, ମାତ୍ର ଏହା ଆପଣଙ୍କୁ କେବେ ହେଲେ ଖୁସି କରାଇପାରିବ ନାହିଁ। ଆପଣ ଏଥିରେ ପରିତୃପ୍ତି ଲାଭ କରିପାରିବେ ନାହିଁ। ଏହା ଆପଣଙ୍କୁ ଆଘାତ ଦେବ, ଯେହେତୁ ଆପଣ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହାନ୍ତି, ମାତ୍ର ପୁତ୍ରତ୍ୱର ଆତ୍ମା ପାଇଅଛନ୍ତି। ସେଥିପାଇଁ ରୋମିଓ 8 ପର୍ବର 15 ଓ 16 ପଦରେ ଲେଖା ଅଛି, କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ତଦ୍ୱାରା ଆମ୍ଭେମାନେ ଆବ୍ବା ପିତ ବୋଲି ଡାକିଥାଉ। ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ପ୍ରିୟ ବନ୍ଧୁ, ଏହା କ'ଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଏକ ଚମତ୍କାର ଅନୁଭୂତି ନୁହେଁ କି? ଯେତେବେଳେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଆମମାନଙ୍କର ହୃଦୟ ଦେଉ, ସେତେବେଳେ ସେ ଆମ ହୃଦୟରେ କଥା କୁହନ୍ତି। ସେ ସେହି ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାନ୍ତି। ଆମ୍ଭମାନଙ୍କୁ ତାହାଙ୍କ ବାକ୍ୟ ମଧ୍ୟ ଦେଇ ସାନ୍ତ୍ୱନା ଦିଅନ୍ତି, ଶକ୍ତି ଦିଅନ୍ତି, ସାହସ ଦିଅନ୍ତି ଓ ମନରୁ ସମସ୍ତ ପ୍ରକାର ଭୟ ଦୂର କରନ୍ତି। ଆମ୍ଭମାନଙ୍କୁ ପୁତ୍ର ହିସାବରେ ଗ୍ରହଣ କରି ପୁତ୍ରତ୍ୱର ଅଧିକାର ମଧ୍ୟ ପ୍ରଦାନ କରନ୍ତି। ସେହି ପୁତ୍ରତ୍ୱର ସୌଭାଗ୍ୟ ମଧ୍ୟ ପ୍ରଦାନ କରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଯଦି ଆମମାନଙ୍କର ପିତା ହୁଅନ୍ତି ଓ ଆମ୍ଭେମାନେ ତାହାଙ୍କର ପୁତ୍ର ହେଉ, ତାହେଲେ ଏହାଠାରୁ ବଳି ସୌଭାଗ୍ୟର ବିଷୟ ଆଉ କ'ଣ ଥାଇପାରେ? ଯେଉଁ ପୁତ୍ରର ପିତା ରାଜା ବା ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି, ତାହେଲେ ସେହି ପୁତ୍ରର କ'ଣ କିଛି ଅଭାବ ଥାଏ? ସେ କ'ଣ କାହାକୁ ଭୟ କରେ? ସେ କ'ଣ କାହାର ଦାସ ହୋଇପାରେ? ତାହେଲେ ଚିନ୍ତା କରନ୍ତୁ, ଯେଉଁ ପ୍ରଭୁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ଯେ ସର୍ବଶକ୍ତିମାନ, ସର୍ବବ୍ୟାପୀ ଓ ସର୍ବସୃଷ୍ଟିକର୍ତ୍ତା, ତାହାଙ୍କର ପୁତ୍ର ହେବାର ଅଧିକାର ଯିଏ ପ୍ରାପ୍ତ ହୁଏ, ସେ କେଡ଼େ ଭାଗ୍ୟବାନ। କିନ୍ତୁ ଆଜି କ'ଣ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହୋଇପାରିଛୁ କି? ଆଜି କ'ଣ ଆମେ ଈଶ୍ୱରଙ୍କ ସନ୍ତାନ ରୂପେ ଗୃହୀତ ହୋଇପାରିଛୁ କି? ପ୍ରଭୁ ଯୀଶୁ ଯେ ମୋତେ ମୋର ପାପରୁ ଉଦ୍ଧାର କରି ସେହି ସନ୍ତାନ ହେବାର ଅଧିକାର ପ୍ରଦାନ କରିଅଛନ୍ତି, ଏହି ଅନୁଭୂତି କ'ଣ ଆମମାନଙ୍କର ଅଛି କି? ଯଦି ନାହିଁ, ତାହେଲେ ଏବେ ବି ସମୟ ଅଛି। ଈଶ୍ୱର ଆଜି ମଧ୍ୟ ଆପଣଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ମଧ୍ୟ ଆପଣଙ୍କୁ ଆପଣଙ୍କର ପାପରୁ ଉଦ୍ଧାର କରି ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ କରାଇବାକୁ ଚାହାନ୍ତି। ମାତ୍ର ସେ ଚାହାନ୍ତି ଆପଣଙ୍କର ସରଳ ବିଶ୍ୱାସ। ଯଦି ସେହି ବିଶ୍ୱାସର ସହିତ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି, ତାହେଲେ ଆପଣ ଆପଣଙ୍କ ଜୀବନରେ ସେହି ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟକୁ ଓ ପବିତ୍ର ଆତ୍ମାଙ୍କର ଚାଳନାକୁ ଉପଲବ୍ଧି କରିପାରିବେ। ପ୍ରିୟ ବନ୍ଧୁ, ଆଜି ଆମେ ଏହି ଜଗତରେ ବସବାସ କରୁଅଛୁ। ଏହି ଜଗତ ଆମମାନଙ୍କ ପାଇଁ ଚିରସ୍ଥାୟୀ ବାସ ନୁହେଁ। ଆମମାନଙ୍କ ଚିରସ୍ଥାୟୀ ବାସ ସ୍ୱର୍ଗରେ। କିନ୍ତୁ ଆଜି ଆମେ ଏହି ଜଗତରେ ଜୀବନଯାପନ କରିବା ମଧ୍ୟରେ ଆମେ କ'ଣ ସେହି ସ୍ୱର୍ଗୀୟ ବାସ ନିମନ୍ତେ ଚିନ୍ତା କରୁ କି? ପିତା ଈଶ୍ୱରଙ୍କର ସେହି ରାଜ୍ୟରେ ପ୍ରବେଶ କରିବାକୁ ହେଲେ, ଅଧିକାରୀ ହେବାକୁ ହେଲେ, ଆମମାନଙ୍କୁ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେବାକୁ ଅଛି। ଆପଣ ଯଦି ଏହି ଜଗତରେ ନିଜର ଧର୍ମକର୍ମ ଉପରେ ବିଶ୍ୱାସ କରନ୍ତି, ନିଜର ଉତ୍ତମ କର୍ମ ଉପରେ ବିଶ୍ୱାସ କରନ୍ତି, ବା ଆପଣ ଭାବନ୍ତି ଯେ ଆପଣ ସମସ୍ତ ନୀତି ନିୟମକୁ ପାଳନ କରି ଈଶ୍ୱରଙ୍କର ସନ୍ତୋଷଭାଜନ ହୋଇପାରିବେ, ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବେ, ତାହେଲେ ତାହା ଆପଣଙ୍କର ଭାବିବା ଭୁଲ। ଆପଣ କେବେ ହେଲେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବେ ନାହିଁ। କାରଣ ତାହା ହୋଇଥିଲେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଜଗତକୁ ଆସି କ୍ରୁଶରେ ଜୀବନ ଦେବାକୁ ପଡ଼ିନଥାନ୍ତା। ଭାବି ଦେଖନ୍ତୁ, ଆପଣଙ୍କ ଜୀବନରେ କ'ଣ କୌଣସି ଦୁର୍ବଳତା ନାହିଁ? ଆପଣ କ'ଣ କୌଣସି ଭୁଲ କରିନାହାନ୍ତି? ଆପଣଙ୍କ ଜୀବନରେ କ'ଣ କୌଣସି ତ୍ରୁଟି ନାହିଁ?
ଆପଣ କ'ଣ କୌଣସି ପ୍ରକାର ନୀତି ନିୟମକୁ ଭଙ୍ଗ କରିନାହାନ୍ତି? ଆପଣ କ'ଣ କେବେ ମିଛ କହିନାହାନ୍ତି? ଆପଣ କ'ଣ କେବେ ହିଂସା କରିନାହାନ୍ତି? ଆପଣ କ'ଣ କେବେ ଈର୍ଷା କରିନାହାନ୍ତି? ଆପଣ କେବେ କାହାର କ'ଣ ଅମଙ୍ଗଳ କରିନାହାନ୍ତି? କାହା ପ୍ରତି ଆପଣ ଅପମାନଜନକ କଥା କହିନାହାନ୍ତି? କାହା ପ୍ରତି ଆପଣ ଘୃଣା କରିନାହାନ୍ତି? ଆପଣ କ'ଣ ସମସ୍ତଙ୍କୁ ପ୍ରେମ କରିପାରୁଛନ୍ତି? ଆପଣ କ'ଣ ଈଶ୍ୱରଙ୍କର ଆଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରିପାରୁଛନ୍ତି? କେବେ ନୁହେଁ। ଆମମାନେ ଦୁର୍ବଳ ମନୁଷ୍ୟ, ନିଶ୍ଚିତ ଭାବରେ ଆମମାନେ ଭୁଲ କରିବସୁ। ଆଉ ଯଦି ଈଶ୍ୱର ତଦନୁଯାୟୀ ଆମମାନଙ୍କର ବିଚାର କରିଥାନ୍ତେ, ତାହେଲେ ଆମମାନେ ଏ ଜଗତରେ ଥାଆନ୍ତୁ କି? ଆଜି ଆମମାନଙ୍କର ସ୍ଥିତି କେଉଁଠାରେ ଥାନ୍ତା? ତେଣୁ ପ୍ରିୟ ବନ୍ଧୁ, ଈଶ୍ୱର କ୍ଷମାଶୀଳ, ପ୍ରେମମୟ ପିତା। ଆଉ ସେଥିପାଇଁ ଆଜି ଆମମାନଙ୍କର ସମସ୍ତ ଅଯୋଗ୍ୟତା, ସମସ୍ତ ପାପ ସତ୍ତ୍ୱେ ମଧ୍ୟ ଆଜି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସମର୍ଥ ହୋଇପାରିଛୁ। ତାହା ନ ହୋଇଥିଲେ ଆପଣ କିମ୍ବା ମୁଁ ଆଜି ଏହି ଜଗତରେ ବଞ୍ଚି ରହିନଥାନ୍ତୁ। ତେଣୁ ଆସନ୍ତୁ, ସେହି ପ୍ରଭୁଙ୍କର ପ୍ରେମମୟ ବାହୁଛାୟା ତଳେ ଆଶ୍ରୟ ନେଇ ତାହାଙ୍କର ଶରଣାପନ୍ନ ହୋଇ ତାହାଙ୍କୁ ନିଜ ଜୀବନରେ ଗ୍ରହଣ କରି ତାହାଙ୍କର ଶକ୍ତିରେ ଶକ୍ତିଯୁକ୍ତ ହେଉ ଏବଂ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।